ଓମ୍ ସାଇ ରାମ। ଆଜିର ସାଇ ବାଣୀ। ସାଇ କହୁଛନ୍ତି, ଆଜିର ଏହି ସନ୍ଦେଶ ଆମ ଜୀବନର ଏକ ବହୁତ ଗଭୀର ସତ୍ୟକୁ ମନେ ପକାଇ ଦେଉଛି। ଜୀବନ ସବୁବେଳେ ଆମ ଇଚ୍ଛାରେ ଚାଲେ ନାହିଁ। ଆମେ ଯାହା ଚାହୁଁ ତାହା ମିଳିନଥାଏ। କେତେବେଳେ ଆମର ପ୍ରାର୍ଥନାର ଉତ୍ତର ପାଇବାରେ ବିଳମ୍ବ ହୁଏ, ଆଉ କେତେବେଳେ ଏମିତି ପରିସ୍ଥିତି ଆସେ ଯେତେବେଳେ ଆମକୁ ଲାଗେ ଆମ ସାଥିରେ କେହି ନାହାନ୍ତି। କିନ୍ତୁ ଏହି ସମୟରେ ବାବାଙ୍କ ଏହି ଆଶ୍ୱାସନା ଆମ ମନକୁ ଶାନ୍ତ କରିଦିଏ। ବାବା କୁହନ୍ତି, ବିଶ୍ୱାସ ରଖ ଏବଂ ଧୈର୍ଯ୍ୟ ଧର। ମୁଁ ସବୁବେଳେ ତୁମ ସାଥିରେ ଅଛି। ଏହି କଥା କେବଳ ଦୁଇଟି ଶବ୍ଦର ନୁହେଁ। ବିଶ୍ୱାସ ଏବଂ ଧୈର୍ଯ୍ୟ ଏହା ଜଣେ ଭକ୍ତର ଜୀବନର ସବୁଠାରୁ ବଡ଼ ଶକ୍ତି ଅଟେ। ବିଶ୍ୱାସ ଆମକୁ କହେ, ଯେତେବେଳେ ଆମେ ଆଗକୁ କୌଣସି ରାସ୍ତା ଦେଖି ପାରୁନାହୁଁ, ସେତେବେଳେ ମଧ୍ୟ ବାବା ଆମ ପାଇଁ ରାସ୍ତା ଦେଖୁଛନ୍ତି। ଆଉ ଧୈର୍ଯ୍ୟ ଆମକୁ ଶିଖାଏ, ସବୁ କିଛି ତୁରନ୍ତ ମିଳିବା ଆବଶ୍ୟକ ନୁହେଁ। ଠିକ୍ ସମୟ ଆସିଲେ ବାବା ନିଶ୍ଚୟ ଆମ ପାଇଁ ଯାହା ଭଲ ତାହା କରିବେ। ତେଣୁ ଆଜି ନିଜ ମନରୁ ଭୟକୁ ଦୂର କରି ଦିଅନ୍ତୁ। ଅଧୈର୍ଯ୍ୟ ହୁଅନ୍ତୁ ନାହିଁ। ଯାହା ହେବାର ଅଛି ଠିକ୍ ସମୟରେ ହେବ। ଆପଣ କେବଳ ନିଜ କର୍ତ୍ତବ୍ୟ କରନ୍ତୁ, ଭଲ କର୍ମ କରନ୍ତୁ ଏବଂ ବାବାଙ୍କ ଉପରେ ଅତୁଟ ବିଶ୍ୱାସ ରଖନ୍ତୁ। ବାବାଙ୍କ ହାତ ଯେତେବେଳେ ଆପଣଙ୍କ ମୁଣ୍ଡ ଉପରେ ଅଛି, ସେତେବେଳେ ଭୟ କରିବାର କିଛି ନାହିଁ। ବିଶ୍ୱାସ ରଖନ୍ତୁ, ଧୈର୍ଯ୍ୟ ଧରନ୍ତୁ ଏବଂ ବାବାଙ୍କ ଉପରେ ସବୁ କିଛି ସମର୍ପଣ କରିଦିଅନ୍ତୁ। ବାବା ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି। ଓମ୍ ସାଇ ରାମ।